ଦେଖନ୍ତୁ ବିଜୁ ବାବୁ କହୁଛନ୍ତି କେବଳ ଏକ ରାଜନୈତିକ ବ୍ୟକ୍ତିତ୍ୱ ନୁହନ୍ତି, ସେ ମାଟିର ସମ୍ପତ୍ତି, ଏ ରାଷ୍ଟ୍ରର ମଧ୍ୟ ସମ୍ପତ୍ତି। ସମସ୍ତେ ଜାଣିଛନ୍ତି ତାଙ୍କ ମୃତ୍ୟୁ ବେଳେ 3ଟି ଦେଶର ଜାତୀୟ ପତାକା ତାଙ୍କ ଉପରେ ଘୋଡ଼ା ଯାଇଥିଲା ଏବଂ ବିଜୁ ବାବୁ ଆଜି ମଧ୍ୟ ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି। ତେଣୁ ବିଜୁ ବାବୁଙ୍କୁ ଅପମାନ କରିବା ବା ବିଜୁ ବାବୁଙ୍କ ବିରୁଦ୍ଧରେ କିଏ କ'ଣ ମନ୍ତବ୍ୟ ଦେବା ପାହାଡ଼ ଉପରକୁ ଟେକା ପକାଇବା ସଙ୍ଗେ ସମାନ। ତେଣୁ ବିଜୁ ବାବୁ ଓଡ଼ିଶାବାସୀଙ୍କ ସାଙ୍ଗରେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ଆଗକୁ ମଧ୍ୟ ରହିବେ। କେହି ଚାହିଁଲେ ବିଜୁ ବାବୁଙ୍କ ସ୍ଥାନ ନେଇପାରିବେ ନାହିଁ। ତେଣୁ ମୁଁ ଆପଣଙ୍କ ଜରିଆରେ କହିବାକୁ ଚାହେଁ, ବିଜୁ ବାବୁଙ୍କ ପ୍ରତି କୌଣସି ଅଶାଳୀନ ମନ୍ତବ୍ୟ ବା କୌଣସି ଖରାପ ମନ୍ତବ୍ୟ ଓଡ଼ିଶାବାସୀ ସହ୍ୟ କରିବେ ନାହିଁ। ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ ଏଭଳି ଶ୍ରେଷ୍ଠ ନେତୃତ୍ୱ, ଏଭଳି ଶ୍ରେଷ୍ଠ ବ୍ୟକ୍ତିତ୍ୱମାନଙ୍କ ବିରୁଦ୍ଧରେ କୌଣସି ଖରାପ ମନ୍ତବ୍ୟ ଦେବା ଉଚିତ ହେବ ନାହିଁ।